ମୁଁ ଜମା ଭିଡ଼ିଓ ଅନ୍ କରିନି ତ ନା ନାଇଁ ତ ମୋବାଇଲ ଭିଡ଼ିଓ ଅନ୍ କରିନି ନାଇଁ କହୁନୁ କ'ଣ କହ କହୁଥିଲୁ କହ। ମୁଁ ଏଇ ଯେଉଁ ପ୍ରେମାନନ୍ଦ ବାବାଙ୍କ ପକ୍ଷରେ ପଢ଼ିଲି। ପ୍ରେମାନନ୍ଦ ବାବା ତା ପଛରେ ପଡ଼ି ଯାଇଛୁ ତାପରେ ତାଙ୍କଠୁ ଜ୍ଞାନ ଅର୍ଜନ କରିକି ତା ଦିଦି ଘରେ ଶୋଇଥିଲି। ଦିଦି ଘରେ ବାଡ଼େଇଲା ଉଠି ବିଛଣା କରିବି ପୁଣି ଯୁକ୍ତି କାଟୁଛି କହିଲା। ମୁଁ ତ କିଛି କହିଲିନି। କିଛି କହିନୁ? କିଛି କହିଲି ପିଲା ହସିଲି ହେଲା। ଶୁଣିଥିଲି ନା ସେ ପ୍ରେମାନନ୍ଦ ବାବାଙ୍କୁ କିଛି କାହାକୁ କହିବନି ଯାଉ ଚୁପଚାପ କ'ଣ କହୁଥିଲେ ପ୍ରେମାନନ୍ଦ ବାବା? ସେଇଟା ମୁଁ ପଛରେ କହିବି ଆର ଭିଡ଼ିଓରେ କହିବି। ଆର ଭିଡ଼ିଓରେ ପାର୍ଟ 2ରେ? ହଁ ବାଡ଼େଇଲା ମୁଁ କିଛି କହିଲିନି। କହିଲା ଉଠୁଣୁ ଯୁକ୍ତି କାହିଁ କାଟୁଛୁ? ମୁଁ କିଛି ଯୁକ୍ତି କାଟିନି। ତାପରେ ମୁଁ ତ ହସି ମାନେ ମୋତେ ବାଡ଼େଇଲା ଯେମିତି ମୁଁ କିଛି କହିଲିନି ଟିକେ ହସିଲି। ହସିକି ତାପରେ କ'ଣ କହିଲି? ହଁ ବସିକି ଦିଦି କହିଲା ଉଠୁ ତୁ। ମୁଁ କହିଲି ମୁଁ ଭଲରେ କହିଲି ପୁରା ଯୁକ୍ତି ତ ନାହିଁ କିଛି ନାହିଁ। ମୁଁ ଖାଲି କ'ଣଟା ଯୁକ୍ତି କାଟୁଛି ମୋତେ ଏତିକି କଥା କହିଲି ହେଲା। ତାପରେ ବୋତଲଟା ନଥିଲା ବୋତଲଟା ଫୋପାଡ଼ିଲା ମୋ ଉପରୁ ଦିଦି। ପାଣି ବୋତଲ ପୁରା ଫୁଲ୍ ଅଛି। ତାପରେ ଆଉ କ'ଣ କାଲି କେତେ ରାତିରେ ମାଇଲା? 11:30 12ଟା ଦିଦି ମାଇଲା? ହଁ ହେଲା। ଭାବୁଛୁ ମୁଁ କେତେ ରାତିରେ ଶୋଉଛି ଉଠୁଛି କ'ଣ କେତେବେଳେ ହେଲା। ତାପରେ ଦିଦି କହିଲା କି ଯୁକ୍ତି କାଟୁଛୁ କାହିଁ? ମୁଁ କହିଲି କେଉଁ ଯୁକ୍ତିଟା ମୋତେ କହିଥାଏ ତାପରେ ଉଠିବି। କହିଲା ବାପଣ ମୋତେ ରଗାନା ନହେଲେ ଦେଖିବି ତାପରେ ମୁଁ କ'ଣ କରିବି। ହସି କ'ଣ କରିବୁ କହ ମୁଁ କାହାକୁ କିଛି କହିବି ପୁରା ଏମିତି ଭଲ ଭାବରେ କହିବି। ସେଠି ଆରେ ଭିତରେ ସେଠି ଷ୍ଟପ୍ କଲି ଆରେ ହଁ ରାତି 2 ଜଣ ଝଗଡ଼ା ହେଲା। ତାପରେ ଘରୁ ବାହାରିଲା। ସେଇ ଝଗଡ଼ାଟାକୁ କହନ୍ତି ଯୁକ୍ତି। କିଛି ଯୁକ୍ତି କରିନି ତୁ ଶୁଣୁ। ଘରୁ ବାହାରି ଯା କହିଲା ନା କହିଲା ଘରୁ ବାହାରି ଯା। ତାପରେ ମୁଁ ତଳେ ଶୋଇବି ହେଲା। ତୁ ମୋ ପକାରେ ଶୋଇପାରିବି ହେଲା। ପକାରେ ଶୋଇପାରିବି। ଏସି ପବନ ଯାଇଥିଲି ଏସିଟା ଶୋଇପାରିବୁନି। ମୁଁ ଗଲି ଭାଇ କେଉଁଠି ତକିଆ ନେଇକି ଆଉ ବେଡ଼ସିଟ୍ ନେଇକି ପଳେଇଲି ହଲ୍ ଭିତରେ ଶୋଇଲି। ହେଲା ମୋର ତକିଆ ବେଡ଼ସିଟ୍ ଥୋଇଦେ। ପ୍ୟାଣ୍ଟ ସାର୍ଟ ଗୋଟେ ଥିଲା ସେଇଟା ମୁଣ୍ଡ ତଳେ ଦେଇଥିଲି ଶୋଇଲି ଆଉ। କହିଲା ଫ୍ୟାନ୍ ବି ବନ୍ଦ ହେବ ଲାଇଟ୍ ବି ବନ୍ଦ ହେବ। କୋଉଦିନ ଲାଇଟ୍ ବନ୍ଦ କରେନି। କହିଲା ଲାଇଟ୍ ବନ୍ଦ ହେବ ଫ୍ୟାନ୍ ବନ୍ଦ ହେବ ନହେଲେ ଇଲେକ୍ଟ୍ରିକ୍ ବିଲ୍ ବଢ଼ିବ। ଲାଇଟ୍ ବନ୍ଦ କଲା ତାପରେ ଆଗୁଆ ଆସି ଲାଗିଲା ଆଉ। କହିଲା ଶୋଇଥା ବୁଢ଼ାବୁଢ଼ୀ ଆସିବେ ସେତେବେଳେ ଦେଖିବ ଆଉ। ବୁଢ଼ାବୁଢ଼ୀ ତ ଗୋଡ଼ ଟାଣିବେ ମରିଯାଇଛନ୍ତି ଗୋଡ଼ ଟାଣିବେ ଆଉ। ମୁଁ ଡରେଇ ଦେଲା ଆଉ। ତାପରେ ମୁଁ ପୁଣି ଶୋଇଲି ଏତେ ଝାଳ ନାଳ ହେଇଗଲା ପୁରା ଝାଳରେ ପୁରା ପାଣି ହେଇଗଲା ଏଗଟା। ତାପରେ ଦିଦି ପୁଣି ଭିତରୁ ଆଇଲା ଚୁପଚୁପ ସେ ଭାବୁଛି ଜାଣିପାରୁଥିଲା ଆଇଲା ଗୋଡ଼ରେ ଏମିତି କେଞ୍ଚୁଛି ହେଲା। ଉଠିଲା ବେଳକୁ କହିଲେ ତୁ ଯା ଏଠୁ। ମୁଁ ମୁଁ ଯୁକ୍ତି କିଛି କାଟୁନି ତୁ ଯା ଏଠୁ ହେଲା। ସେ ଯାହା କହିଲା ମୁଁ ରାତି କଥା ମାନିଛି। କହିଲା ଘରୁ ବାହାରି ଯା ବାହାରି ପଳେଇଲି। କହିଲା ଯାହା ସେ ହଲ୍ ଭିତରେ ଶୋଇଲା କିଛି କହିଲା ତୁ ଏଇଠୁ ଶୋଇଲା ହେଲା। ମୁଁ ହଲ୍ ଭିତରେ ଶୋଇଲି କିଛି ଯୁକ୍ତି କାଟିନି ହେଲା। ତାପରେ ଏଠି ଗୋଡ଼ରେ ଆସି କେଞ୍ଚିଲା ପରେ ଉଠିଲି ନାହିଁ। ତାପରେ ତୁ ମୋତେ କେଞ୍ଚି ପକେଇ ଡୋବିକି ଆଉ ହେଲା। ତାପରେ ଗୋଡ଼ ନେଇକି ତା କହିଲା କି ତୁ ଏଇଠି ଶୋଉଛୁ କେତେ ଝାଳ ହେଲାଣି ଦେଖିଲୁ ପାଣି ହେଇଗଲାଣି ଜାଗାଟା ମୋ ଗୋଡ଼ ଖସିବ ମୁଁ ପଡ଼ିକି କ'ଣ ହେଲା ଯେ ମୋର ତୁ ବୁଝିବୁ ଯା ଏଇଠି ବି ଶୋଉନା ହେଲା। ଘରୁ ବାହାରି ପଳା। ମୁଁ ଯା ଆଇ କଲ୍ କରି ଗେଟ୍ ଖୋଲି ମୁଁ ପଳେଇବି। ନାଇଁ ସେଇଠି ତୁ ସେଇଠି ଶୋଇପାରିବୁ ତୁ ରାସ୍ତାରେ ଶୋ ହେଲା ଏମିତି କହିଲା। ମୁଁ କହିଲି ହଉ ଆଉ। ତାପରେ ମୁଁ ଆର ରୁମ୍ରେ ଭିତରେ ତାପରେ ରାତି ପୁଣି 2ଟା ଚେୟାର ଥୁଆ ହେଇଥିଲା ହେଲା। ଚେୟାର ଏମିତି ଥୁଆ ଏଇ ଗୋଟେ ଚେୟାର ଏଇଠି ଗୋଟେ ଚେୟାର ମୁଁ ଏପଟେ ବୁଲିଲି ସେ ଆର ଯେଉଁ ଘରଟା 3ଟା ରୁମ୍ ଅଛି ନା ନାହିଁ 4ଟା ରୁମ୍ ସେ ଗୋଟେ ଏଇଠି ଗୋଟେ ମଝିରେ ଗୋଟେ ସାଇଡ଼୍ରେ ଗୋଟେ ମୁଁ ଭିତରୁ କବାଟ ବେଳକୁ ସେ ମୋ ପଛରେ ସେ ଗୋଡ଼ିଲା। ପୁଣି ମୁଁ ଚେୟାର ଏପଟେ ସେପଟେ ପଳେଇଲି ପୁଣି ଏଇଠୁ ସେଠି ଗୋଡ଼ିଲା ଏପଟକୁ ଗଲେ ତମ ରାତି ସାରା ତମେ ଏମିତି ପାଲା କରୁଛ ହେଲା। ଏମିତି ଗୋଡ଼ାଗୋଡ଼ି ଖେଳିଲୁ। ତାପରେ କିଏ ଖେଳିଲ? ଦ୍ୱିତୀୟ ଥର ଗୋଡ଼ାଗୋଡ଼ି ଖେଳିଲ। ଗୋଡ଼ିଲା ମୋତେ ଧରି ପାରିଲାନି ରୁମ୍ ଭିତରେ ପଶିବ ହେଲା ଏପଟ ରୁମ୍। ତାପରେ ସେ କବାଟ ଟାଣି ଧରିଛି ଆଉ ତୁ ଶୋଇପାରିବୁନି ଜମା ଶୋଇପାରିବୁନି ହେଲା। ତାପରେ ଲାଷ୍ଟରେ ମଜା ସିଟ୍ଟା ଆସିବ କହିବି। ତାପରେ ଗୋଡ଼ ସେ ଦେଇଦେଇଛି ହେଲା। କବାଟଟା ତା ଗୋଡ଼ ରହିଗଲା। ମୁଁ ଯେଉଁ ପିଲା ଥିଲାରେ ତା ଗୋଡ଼ ରହିଗଲା ଚାପି ହେଇଗଲା ହେଲା। ଛୋଟ ଛୋଟ ଭିତରକୁ ପଳେଇଲା ହେଲା। ଛୋଟ ଭିତରକୁ ପଳେଇଲା ଆଉ ମୋତେ କିଛି ଡକାଡକି କିଛି ନାହିଁ। ମୁଁ ପୁଣି 10-15 ମିନିଟ୍ ଶୋଇଲି। ତାପରେ ଆଇଲେ ମାହି ଏକ କରିବା କହିଲା ମାହି ସାଙ୍ଗରେ ସେ ଆଇଲା ହେଲା।
ତୋର ଯଦି ଗୋଡ଼ ଆଙ୍ଗୁଠି ହେଇଛି ଆଙ୍ଗୁଠିଟା ଖରାପ ହେଇଛି ତୁ ଚାଲିବୁ ସେ ଗୋଡ଼ ଛୋଟି ଛୋଟି ଚାଲୁଛି ଏଇଠି ଚାଲୁଛି ତୋତେ ଆଙ୍ଗୁଠି ହେଇଛି ଆଙ୍ଗୁଠି ଦିଦି ଭିଡ଼ିଓ ଦେଖିଥିବ ସେ ଜାଣିବ ତୋତେ ଆଙ୍ଗୁଠି ହେଇଥିଲା ତୁ ଗୋଡ଼ରେ କାହିଁ ଏମିତି ହଉଛୁ ମାନେ ଗୋଡ଼ଟା ପେକ୍ କହୁଛି ମାନେ ଏଇ ପାଦର ଆଙ୍ଗୁଠି ସବୁ ଠିକ୍ ଠାକ୍ ପଡ଼ୁଛି ହେଲା ଗୋଡ଼ଟା ଛୋଟ ହେଉଛି ତାପରେ ଏମିତି ହେଲା ମୁଁ ତାପରେ ଲୁଚିକି ଶୋଇ ପଡ଼ିଲି ମୋ ବେଲ ଚିଆଟା ନା ସେଥିପାଇଁ ତାପରେ ତୁ ବେଲ ଜିଆ ଶୁଣୁନୁ କଥା ହେଲା ଆରେ ମାହି କହିଲା ସବୁ ସେପଟରୁ ଶୁଭା ଯାଉଛି ମୁଁ ମଝିରେ ରୁମ୍ରେ ଶୋଇଛି ନା ସବୁ ଶୁଭା ଯାଉଛି ଦାଦା ଆସିବନି ଶୋଇବାକୁ ଦାଦା ଆସିବନି ତିନିଟା ତକିଆ କାହିଁ ପକେଇଛ ତା ଦେଖିବ କହୁଛି ମମ୍ବାଇଆ କାହିଁ ଦାଦା ଆସିବନି ଦିଦି କିଛି କହୁନି ଦିଦି ଖେଳି ମାନେ ସେ ଦେଖି ଚିଡ଼ୁଛି ହେଲା ମୁଁ ହଇନା ଗୋଟେ ସବୁ ଦେଖୁଛି ତାପରେ ମୋତେ ଆସି କହୁଛି ତାପରେ ମାଉସୀ କହିଲା ମୁଁ କ'ଣ କରିବି ଛୋଟ ବୋଉଟା କହିଲା ସେପଟେ ଏସିରେ ଶୋଇବେନି ଟିକେ ହେଲା କହିଲି ଏସିରେ ନା ମୁଁ ସୁମିରନ କରିବାକୁ ଗଲି ମୁଁ କହିଲି ମୁଁ ତଳେ ସୁମିରନ କରନ୍ତିନି ବା ମୁଁ ଖଟ ବଢ଼ିବାକୁ ଗଲି ସୁମିରନ କଲା ବେଳକୁ ଆଖିଟା ମୁଁ ସୁମିରନ କରିଛି ତାପରେ ନିଦ ଲାଗିଲା ଶୋଇପଡ଼ିଲି ଖଟ ଉପରେ ହେଲା ତାପରେ ମା କହିଲା ଦାଦା କାଳେ ଶୋଇଲା ଆସିକି ହେଲା ଦିଦି କହିଲା କୁକୁର ଜାଣିଛୁ କୁକୁର ଏଇଟା କୁକୁର ମୁଁ କହିଲି ନାଇଁ ମୁଁ ସୁମିରନ ଗଲି ତ ବାବାଜୀ କହିଲେ ଏଠି ଶୋଇପଡ଼ିଛି ମାଇ ଏତେ କଷ୍ଟରେ ଯୋଉ ଡାକିଲା କହିଲା କି ଦାଦା କାହିଁଲୁ ଦାଦା ଶୋଇବନି ଆମ ଦୟା ଲାଗିଲା ମୁଁ କ'ଣ କରିବି ମୁଁ ଖଟ ଉପରେ ନା ଶୋଇପଡ଼ିଲି ମାଇ ନ ଡାକି ତ ସତରେ ଆସିନଥାନ୍ତି ଜାଣିଛି ମାଇ ଡାକିବ ସେଥିପାଇଁ ମୁଁ ଯୁକ୍ତି ଗାଡ଼ି ଶୋଇପଡ଼ିଥିଲି ହେଲା ତାପରେ ଦିଦି କହିଲା କୁକୁର ବା ତାପରେ ଦେଖିଲା ବେଳକୁ ମୋବାଇଲ ଦେଖିଲା ରାତି ସାରା ମୋବାଇଲ ଦେଖିଲା 12:30 1 ବାଜିଲେ ମୋବାଇଲ ଦେଖୁଛି ମୋବାଇଲ ଦେଖି ମୋତେ କହୁଛି କ'ଣ କହିଲା ମୋତେ କହିଲା ତୋ ପାଇଁ ଏଇ ଝିଅ ଠିକ୍ ହବ ବିଲେଇ ଗୁଡ଼ା ଆସୁଛନ୍ତି ଏଆଇରେ ଭିଡ଼ିଓରେ କହୁଛି ଏଇ ଝିଅ ତୋ ପାଇଁ ଠିକ୍ ହବ ଏଆଇରେ ଭିଡ଼ିଓ ନାଚୁ ତାକୁ ବି ବାହା ହବୁ ତାପରେ ମାଇ କହୁଛି ମମ୍ବାଇ ଦାଦା ପାଇଁ ଘୁଷୁରୀଟା ଠିକ୍ ନାହିଁ ଘୁଷୁରୀ ଆଉ ଗୋଟେ ଦେଖିଲୁ ବୁଢ଼ା ଆଉ ଗୋଟେ ଟୋକାଟା ନାଚୁଥିବ ଗୋଟେ ବୁଢ଼ାଟା ଝିଅ ପିଲା ପିନ୍ଧେଇଥିବ ଏମିତି ପିନ୍ଧେଇକି ନାଚୁଥିବ ନାଚୁଥିବ ହବ ଦାଦା ପାଇଁ ଏଇ ଝିଅଟା ଠିକ୍ ଅଛି ମୁଁ କହିଲି ଝିଅଟା ପୁଅଟା ତାପରେ ମୋତେ ଲାଷ୍ଟ ରାତିରେ କହିଲି ଚିଲା ନା ଚୁପଚାପ ଶୋଇବି ଆଉ ଡାକିନା ମୋତେ ଶୋଇପଡ଼ିଲୁ ତି ଖା ଏଥରକ ବହୁତ ଗପିଲୁ ଖା ତାପରେ ଦିଦି ଭିଡ଼ିଓ ଦେଖି